ଆମର ତ ସକାଳୁ ଉଠିଲେ ଗୋଟିଏ ଟେନସନ୍, ଆଉ ଖାଇବାକୁ କ'ଣ ହେବ, ରୋଷେଇ କ'ଣ ହେବ। ଆଇଁଷ ବାରି ଥିଲେ କିଛି ନାହିଁ, ସାଧା ବାରି ଥିଲେ ଟିକେ ଟେନସନ୍, କ'ଣ କରିବ, ଯାହା ବି କଲେ ଆଜି ଭଲ ଲାଗିବନି। ସେଥିପାଇଁ ମୁଁ ସାର୍ଙ୍କୁ ଟିକେ ପଚାରିଦେଲି। ତାପରେ ଘରେ ଥିଲା ଛୁଇଁ ଆଳୁ ଯାଇକି କାଟିକି ଟିକେ ରୋଷେଇ ବସେଇ, ଖାଇବାଟା ଯଦି ଭଲ ନହେଲା ତାହେଲେ ଦିନ ସାରା ତାଙ୍କର ଟେନସନ୍, ଦିନଟା ସାରା ଖରାପ। ସେଇଥିପାଇଁ ରୋଷେଇ କରିଦେଲି। ରୋଷେଇ ସରିଗଲା ପରେ ତାପରେ ମୁଁ ତାଙ୍କୁ ଖାଇବାକୁ ଦେଇଦେଲି। ତା ଭିତରେ ସେମାନେ ଖାଉ ଖାଉ ମୁଁ ଆସି ମୋ କାହ୍ନାକୁ ଗାଧେଇ ପାଧେଇକି ପୁରା ରେଡ଼ି କରିକି ବସେଇଦେଲି। ସକାଳୁ ଠାକୁର ପୂଜା ଜଲ୍ଦି ନ କଲେ ଭଲ ଲାଗେନି। ମୋ କାହ୍ନା ମୋର ସବୁ କିଛି, ଯେବେଠୁ ସେ ମୋ ଜୀବନରେ ଆସିଛି ସେବେଠୁ କାହାରି କଥାର କିଛି ବି ପ୍ରଭାବ ମୋ ଉପରେ ପଡ଼େନି। ଜୀବନରେ ଏତେ ଦୁଃଖରେ ବି ମୋର ଯେମିତି ଗୋଟେ ଅଜବ ପ୍ରକାର ବିଶ୍ୱାସ ଆଉ ଅଜବ ପ୍ରକାର ଶାନ୍ତି ଆସୁଛି। କାହ୍ନା ହେଲା ମୋର ବିଶ୍ୱାସ ଆଉ ମୋ ଭରସା, ମୋର ସବୁ। କେତେ ସୁନ୍ଦର ଦେଖାଯାଉଛି ମୋ କାହ୍ନା, କାହାର ନଜର ନ ଲାଗୁ, ପୁରା କ୍ୟୁଟ୍। ସେମାନେ ବାହାରି ଗଲେ ତାଙ୍କ ଡ୍ୟୁଟି, ଖାଇ ପିଇକି ସେମାନେ ତାଙ୍କ ଡ୍ୟୁଟି ସବୁ ବାହାରି ଗଲେ। ତାପରେ ମୁଁ ଏବେ ବାହାରି ଯିବି ମୋ ଡ୍ୟୁଟି, ମାନେ ମନ୍ଦିର।